ଶଙ୍କର ଆପଣଙ୍କ ଭିତରେ ଲାଜ ଅଛି କି ନାହିଁ? ଲାଜ ଲାଗେ ଆପଣଙ୍କୁ କେବେ? ଲାଜ ହେଉଛି ମଣିଷର ଗୋଟେ ସ୍ୱଭାବ ଥାଏ, କିନ୍ତୁ ଅଭିନୟ କଲାବେଳେ ଯଦି ଲାଜଟାକୁ ବେଶୀ ରଖିବା ସେଇଟା ଗୋଟେ ପ୍ରତିବନ୍ଧକ ହବ। ମତେ ଲାଗେ ଯେମିତି ଆପଣଙ୍କ ପାଖରେ ଲାଜ ନାହିଁ। ମାନେ କାହିଁକି ଲାଗେ? କାହିଁ ଏମିତି ଲାଗେ? ଆପଣ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ଶାଢ଼ୀ ପିନ୍ଧିକିରି, ମେୟରଙ୍କ ଭଳି ଶାଢ଼ୀ ପିନ୍ଧିକିରି ଜଣେ ପୁରୁଷ ହୋଇ ମହିଳା ଚରିତ୍ରରେ ଅଭିନୟ କରିବା, ଏଇଟା ଆପଣ ତ ବହୁତ ଦିନ ଧରି ଡ୍ରାମାରେ ଅଭିନୟ କରିଥିବେ। ଆପଣ ଗାଁରେ ଯେତେବେଳେ ଡ୍ରାମା ହଉଥିବ, ସେ ଡ୍ରାମାରେ ଆପଣ ଦେଖିବେ ଆଗକୁ 30 ବର୍ଷ ତଳେ, 20 ବର୍ଷ ତଳେ ଝିଅମାନେ ଡ୍ରାମାରେ କରିବା ପାଇଁ ରାଜି ହଉନଥିଲେ। କାରଣ ଆମର ତ ପୁରୁଷ ପ୍ରାଧାନ୍ୟ ସମାଜ, ସେତେବେଳେ ପୁରୁଷମାନେ ଭଲ ନାରୀ ଭୂମିକାରେ ରହୁଥିଲେ। ଭଲ ପ୍ରଶ୍ନ ପଚାରିଛନ୍ତି, ହଁ। କିନ୍ତୁ ଆଜିରେ 2024 ମସିହାରେ ଜଣେ ପୁରୁଷ ନାରୀ ଭୂମିକାରେ ଅଭିନୟ କରିବ, ମତେ କାହିଁ ଲାଗେ ଯେ ଆପଣଙ୍କ ମୁହଁରୁ ଲାଜ ଛାଡ଼ି ଯାଇଛି ଶଙ୍କର। ଆ, ଆପଣ ସେଟା କହିପାରନ୍ତି, କିନ୍ତୁ ଏହା ପଛରେ ବି ଆପଣ ଅଛନ୍ତି। ଯେତେବେଳେ ମୁଁ ଏଇ ଚରିତ୍ର ସବୁ ଆସେ, ଆମେ ସେଇ ସମୟରେ ଆମେ 2 ଜଣ ହିଁ କରୁଥାଉ। ତ ବେସିକାଲି ଦେଖାଯାଏ ସେ ଗୋଟେ ଚେହେରା କାହାକୁ କୋଉ ଚେହେରାଟି ସୁଟ୍ କରିବ। ସମସ୍ତେ ଜାଣିଛନ୍ତି ହଁ। ଯେ ପ୍ରଜ୍ଞା ଆଉ ମୁଁ କରୁ। ତ ଯେତେବେଳେ ଧରନ୍ତୁ ପ୍ରତାପ ଷଡ଼ଙ୍ଗୀ ଆଉ ଅପରାଜିତା ମ୍ୟାଡ଼ାମଙ୍କ ଚରିତ୍ର ଆସିବ, ଅବଭିୟସଲି ପ୍ରଜ୍ଞା ପ୍ରତାପ ନନାଙ୍କ ଭଳି ଦେଖାଯିବ ନା ସିଏ ଆଉ ଦେଖାଯିବେ କି ଅପରାଜିତା ମ୍ୟାଡ଼ାମ ଭଳି? ତ ମୋତେ କରିବାକୁ ପଡ଼େ। ତ ମୋତେ ପ୍ରଥମେ ସଂକୋଚ ଲାଗିଥିଲା ଯେ ମୁଁ ଗୋଟେ ଛୋଟ ପିଲା ନୁହଁ, ମୁଁ ଗୋଟେ ପୁରୁଷ, ପୁଣି ମୋତେ ଏଇଟା କରିବାକୁ ପଡ଼ିବ। କିନ୍ତୁ ଆମକୁ ଅଭିନୟରେ ପଢ଼ା ଯାଇଛି ଯେ ଏଇଟା ଗୋଟେ ପାର୍ଟ। ଯେତେବେଳେ ଆମେ ଜଣକୁ ଅନୁକରଣ କରୁ, ଇମିଟେସନ୍ କରୁ, ତ ତାର ବେଶଭୂଷା ନିହାତି ଦରକାର। ସେ ଦୃଷ୍ଟିରୁ ମୋତେ କରିବାକୁ ପଡ଼େ। ଆଉ ଗୋଟେ ପାର୍ଟରେ ମୁଁ ରିଲାକ୍ସ ରହେ। ମୋତେ ବହୁତ ଫ୍ୟାନ୍ ଫଲୋଅର୍ସ କୁହନ୍ତି ଯେ ତୁମେ ଲେଡ଼ିଜ୍ ଚରିତ୍ରରେ ବହୁତ ଭଲ ଦେଖାଯାଉଛ, ରିଅଲି ତୁମେ ହାର୍ଟ ଟଚିଂ ମେସେଜ ଆସେ। ସାଙ୍ଗସାଥୀଙ୍କ କଥା ଛାଡ଼ିଲେ ବି ମୋତେ ମାନେ ଫ୍ୟାନ୍ ମାନେ ବି କହନ୍ତି ତୁମେ ବହୁତ ବଢ଼ିଆ କରୁଛ, ଭଲ ଦେଖାଯାଉଛ। ତ ଯେତେବେଳେ ଫ୍ରିକ୍ୱେଣ୍ଟଲି ସେଇ ଚରିତ୍ର କରିବାକୁ ପଡ଼ୁଛି, ଆଜି କେତେବେଳେ ସୁଲୋଚନା ମ୍ୟାଡ଼ାମ, କେତେବେଳେ ଅପରାଜିତା ମ୍ୟାଡ଼ାମ, କେତେବେଳେ ମମତା ବାନାର୍ଜୀ, କେତେବେଳେ ମମତା ବାନାର୍ଜୀ, ପୁଣି କେତେବେଳେ ସାଧାରଣ ମହିଳା ଏସଓଜି ଲେଡି, ତ ବାରମ୍ବାର କରିକିରି ସେଇଟାକୁ ଘରେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ କେବେ ପ୍ରଶ୍ନ କରନ୍ତିନି ଏଟା ଲାଜ ଲାଗୁନି ସ୍ୱାମୀ ଲୁଗା ପିନ୍ଧିକିରି ସ୍କ୍ରିନ୍ ଉପରେ? ମୋ ସ୍ତ୍ରୀ କେବେ ସେମିତି କମ୍ପ୍ଲେନ୍ କରିନଥାନ୍ତି। ଛୁଆମାନେ ଝିଅ ପୁଅ ଝିଅ ପୁଅ ସେ ଛୋଟବେଳୁ ମୋତେ ଦେଖି ଆସିଛନ୍ତି ଯେ ସେ ତାଙ୍କର ଯୋଉ ହେତୁ ପାଇଲା ବେଳକୁ ସେ ମୋତେ ସେଗୁଡ଼ା ଦେଖି ଦେଖି ଆସୁଛନ୍ତି। ଯଦି ହଠାତ୍ ମୁଁ କରିଥାନ୍ତି, ସେ ବଡ଼ ହେଲା ପରେ ହୁଏତ ସେମାନେ କହିଥାନ୍ତେ କାହିଁ ଏମିତି କରୁଛ, କି ଏମିତି କରିବା ଉଚିତ ନୁହଁ। ସେମାନେ ଆକ୍ୱେଣ୍ଟେଡ୍, ଦେଖିଛନ୍ତି।